ସତରେ ଭାଇମାନେ ଥରେ ଚିନ୍ତା କରି ଦେଖନ୍ତୁ, ପଥର ଖଣ୍ଡିଏ ଯେତେବେଳେ ରାସ୍ତାରେ ପଡ଼ିଥାଏ ସମସ୍ତେ ତାକୁ ଗୋଡ଼ରେ ଏଡ଼େଇ ଦିଅନ୍ତି। କୌଣସି ମୂଲ୍ୟ ତା'ର ନଥାଏ। କିନ୍ତୁ ଖଣ୍ଡିଏ ଖଣ୍ଡିଏ ପଥର ଯେତେବେଳେ ଯୋଡ଼ି ଗୋଟିଏ ପର୍ବତ ହୁଏ ସେତେବେଳେ ତା'ର ମୂଲ୍ୟ ବହୁମାତ୍ରାରେ ବଢ଼ିଯାଏ। ଠିକ୍ ସେମିତି ଗଛ ଦେହରେ ପତ୍ରଟିଏ ଥିଲାବେଳେ ବହୁ ମାନ୍ୟତା ପାଏ ସିଏ, କିନ୍ତୁ ପତ୍ରଟି ଖସି ତଳେ ଯେତେବେଳେ ପଡ଼ିଯାଏ ମୂଲ୍ୟହୀନ ହେଇଥାଏ। ଆଉ ଗୋଟିଏ ପରିବାର ଯେତେବେଳେ ଯୁଡ଼ି ଯୁଡ଼ି ଯୌଥ ପରିବାର ହେଇ ସମସ୍ତଙ୍କ ଭିତରେ ସ୍ନେହ ଆଦର ମାୟା ମମତା ସମସ୍ତେ ଏକ ସୂତ୍ରରେ ବାନ୍ଧି ହେଇଥାନ୍ତି, ବହୁ ମୂଲ୍ୟବାନ ହୁଏ ସେ ପରିବାର। କିନ୍ତୁ ପରିବାର ଯେତେବେଳେ ଭାଙ୍ଗି ଖଣ୍ଡ ଖଣ୍ଡ ହେଇଯାଏ ସମସ୍ତେ ସ୍ୱାଧୀନତା ପାଆନ୍ତି ସତ, ତା ଭିତରେ ଏକତା ନଥାଏ ନା ଥାଏ ସଂସ୍କାର, କିନ୍ତୁ ମୂଲ୍ୟହୀନ ହୁଏ ସେ ପରିବାର। ଉକ୍ତିଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚିତ ଜଣାଇବେ। ରହୁଛି, ଜୟ ଜଗନ୍ନାଥ।